ମାନେ ଆଜି ଆମେ ଆମ ଅଷ୍ଟମ ଶ୍ରେଣୀ ବିଜ୍ଞାନ ନୂଆ ବହିର ଚାପ୍ଟର 4 ବା ବିଦ୍ୟୁତ ସ୍ରୋତ ଚାପ୍ଟର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ପିଲାମାନେ ମୁଁ ଦେଇଛି ଭୋଲ୍ଟାଇକ୍ ବିଦ୍ୟୁତ କୋଷରେ ବ୍ୟବହୃତ ଦ୍ରବଣକୁ କ'ଣ କୁହାଯାଏ? ତାହେଲେ ପିଲାମାନେ ଭୋଲ୍ଟାଇକ୍ ବିଦ୍ୟୁତ କୋଷରେ ବ୍ୟବହୃତ ଦ୍ରବଣକୁ ଇଲେକ୍ଟ୍ରୋଲାଇଟ୍ କୁହାଯାଏ। ଡବଲ ଆଇରି ବିଦ୍ୟୁତ ସ୍ରୋତ ବହନ କରୁଥିବା ତାର କୁଣ୍ଡଳୀ ବିଦ୍ୟୁତ ଚୁମ୍ବକ ପରିବହନ ପରି ବ୍ୟବହାର କରେ। ଏଇଭଳି ଭାବରେ 2 ନମ୍ବର ଆମକୁ ଦେଇଛି ଭୋଲ୍ଟାଇକ୍ ବିଦ୍ୟୁତ କୋଷ ତୁଳନାରେ ଶୁଷ୍କ ବିଦ୍ୟୁତ କୋଷ ଗୁଡ଼ିକ ସହଜରେ ନେବା ଆଣିବା କରିହୁଏ। ଏଇଟା ଠିକ୍ ନା ଭୁଲ? ଏଇଟା ପିଲାମାନେ ଠିକ୍ ଅଛି। ଡବଲ ଆଇରେ ଗୋଟିଏ କୁଣ୍ଡଳୀ କେବଳ ସେତେବେଳେ ବିଦ୍ୟୁତ ଚୁମ୍ବକ ହୋଇଯାଏ ଯେତେବେଳେ ଏହା ଦେଇ ବିଦ୍ୟୁତ ପ୍ରବାହିତ ହୁଏ। ଏହା ବି ଠିକ୍। ଟ୍ରିପଲ ଆଇରେ ଗୋଟିଏ ବିଦ୍ୟୁତ କୋଷ ବ୍ୟବହାର କରୁଥିବା ବିଦ୍ୟୁତ ଚୁମ୍ବକ ଦୁଇଟି ବିଦ୍ୟୁତ କୋଷର ବ୍ୟବହାର କରୁଥିବା ସମାନ ବିଦ୍ୟୁତ ଚୁମ୍ବକ ତୁଳନାରେ ଅଧିକ ଲୁହା କାଗଜ କ୍ଲିପ୍ ଆକର୍ଷଣ କରେ ନାହିଁ। ପିଲାମାନେ ଏଇଟା ଭୁଲ ଅଟେ। ତାପରେ 3 ନମ୍ବର ଦେଇଛି ଏକ ବିଦ୍ୟୁତ ସ୍ରୋତ ନିକ୍ରୋମ ତାର ଦେଇ ଅଳ୍ପ ସମୟ ପାଇଁ ପ୍ରବାହିତ ହେଲେ ତାରଟି ଗରମ ହୋଇଯାଏ। ହଁ ଠିକ୍ ଅଛି। ତାର ତଳେ ରଖାଯାଇଥିବା ଚୁମ୍ବକ କମ୍ପାସ ବିକଶିତ ହୁଏ। ଏଇଟା ବି ଠିକ୍ ଅଛି। ତାହେଲେ ଉଭୟ ଠିକ୍। ଆଇ ଓ ଡବଲ ଆଇ ଉଭୟ ଠିକ୍। ତାପରେ ଆମେ କ ସ୍ତମ୍ଭକୁ ଖ ସ୍ତମ୍ଭ ମିଳେଇବା। 4 ନମ୍ବର ଦେଖ ପିଲାମାନେ କଟା ପ୍ରଥମେ ଭୋଲ୍ଟାଇକ୍ କୋଷକ ହେବ। ମୁଁ ଡାଇରେକ୍ଟ ଲେଖିଦେଇଛି ଏମିତି ଭୋଲ୍ଟାଇକ୍ କୋଷ ହେବ। ଘଟା ରାସାୟନିକ ପ୍ରତିକ୍ରିୟା ଦ୍ୱାରା ବିଦ୍ୟୁତ ଉତ୍ପନ୍ନ କରେ। ଆଉ ଖ ବିଦ୍ୟୁତ ଇସ୍ତ୍ରୀ ଗ ହେବ ବିଦ୍ୟୁତ ସ୍ରୋତର ତାପନ ପ୍ରଭାବ ଭିତ୍ତିରେ କାର୍ଯ୍ୟ କରେ। ସେଇଭଳି ଭାବରେ ନିକ୍ରୋମ ତାର ହେବ ବିଦ୍ୟୁତ ହିଟର ପାଇଁ ସର୍ବାଧିକ ଉପଯୋଗୀ। ଆଉ ବିଦ୍ୟୁତ ଚୁମ୍ବକ ହେବ ବିଦ୍ୟୁତ ସ୍ରୋତର ଚୁମ୍ବକୀୟ ପ୍ରବାହ ଭିତ୍ତିରେ କାର୍ଯ୍ୟ କରେ। ନେକ୍ସଟ ନିକ୍ରୋମ ତାରକୁ ସାଧାରଣତଃ ବିଦ୍ୟୁତ ତାପ ଉତ୍ପାଦନ କରୁଥିବା ଯନ୍ତ୍ରରେ ବ୍ୟବହାର କରାଯାଏ କାରଣ ଏହା କ'ଣ? ଏଇଟା ହେଉଛି ଆମର ବିଦ୍ୟୁତ ସୁପରିବାହୀ। ବୁଝିଲା ତ? ନେକ୍ସଟ 6 ନମ୍ବର ବୈଦ୍ୟୁତିକ ତାପନ ଉପକରଣ ଗୁଡ଼ିକ ପାରମ୍ପରିକ ତାପନ ପଦ୍ଧତି ଠାରୁ ଅଧିକ ସୁବିଧାଜନକ ବୋଲି ବିବେଚନା କରାଯାଏ। ସାମାଜିକ ପ୍ରଭାବକୁ ବିଚାର କରି ଏହି ତଥ୍ୟକୁ ସମର୍ଥନ କରିବା ପାଇଁ କାରଣ ଗୁଡ଼ିକ ଦିଅ। ମାନେ ସେଟା ବିଦ୍ୟୁତ ସୁପରିବାହୀ ହେବନି, ତାଠାରୁ ଆହୁରି ଇମ୍ପୋର୍ଟାଣ୍ଟ ହେଉଛି ଡବଲ ଆଇ ବିଦ୍ୟୁତ ସ୍ରୋତକୁ ଅଧିକ ସେ ତାପ ସୃଷ୍ଟି କରେ, ଉତ୍ତାପ ସୃଷ୍ଟି କରେ। ଆମର 6 ନମ୍ବରଟା ହେଲା। ତାର ପାରମ୍ପରିକ ପଦ୍ଧତି ତୁଳନାରେ ବୈଦ୍ୟୁତିକ ତାପନ ଉପକରଣ ଅଧିକ ସୁବିଧାଜନକ କାରଣ ଏଗୁଡ଼ିକ କୌଣସି ଧୂଆଁ ବା କ୍ଷତିକାରକ ଗ୍ୟାସ୍ ସୃଷ୍ଟି କରନ୍ତି ନାହିଁ ଯାହାଦ୍ୱାରା ପରିବେଶ ସ୍ୱଚ୍ଛ ରୁହେ। ଏଗୁଡ଼ିକ ସହଜରେ ଚାଲୁ ବା ବନ୍ଦ କରାଯାଇପାରେ ଏବଂ ଏହାର ଉତ୍ତାପକୁ ନିୟନ୍ତ୍ରଣ କରାଯାଇପାରେ। ଏଗୁଡ଼ିକ ଜାଳେଣୀ କାଠ ପାଇଁ ଗଛ କାଟିବା ହ୍ରାସ କରିବାରେ ଏବଂ ଜଙ୍ଗଲ ସଂରକ୍ଷଣ କରିବାରେ ସାହାଯ୍ୟ ମଧ୍ୟ କରନ୍ତି। ନେକ୍ସଟ 7 ନମ୍ବର ପିଲାମାନେ ମୁଁ ଦେଇଛି ଚିତ୍ର ଆମେ 4.4କୁ ଦେଖିବା। ଯଦି କୁଣ୍ଡଳୀ ପାଖରେ ରଖାଯାଇଥିବା କମ୍ପାସ ବିକ୍ଷେପିତ ହୁଏ ତାହେଲେ ଏସବୁ ପ୍ରଶ୍ନର ଆମେ ଉତ୍ତର ଦେବା। ତାହେଲେ ଦେଖ ପିଲାମାନେ ଆଇରେ ଆମର ଏଇଟା ହେଲା କମ୍ପାସ। ବିଦ୍ୟୁତ ସ୍ରୋତ ବିଦ୍ୟୁତ କୋଷର ପଜିଟିଭ ଅଗ୍ରରୁ ବାହାରି କୁଣ୍ଡଳୀର ବି ଚିହ୍ନିତ ପ୍ରାନ୍ତକୁ ପ୍ରବାହିତ ହୁଏ। ତାପରେ କୁଣ୍ଡଳୀ ମଧ୍ୟ ଦେଇ ଏ ଚିହ୍ନିତ ପ୍ରାନ୍ତକୁ ଯାଏ ଏବଂ ତାପରେ ବିଦ୍ୟୁତ କୋଷ ନେଗେଟିଭ ଅଗ୍ରକୁ ଫେରି ଆସେ। ଯେତେବେଳେ କୁଣ୍ଡଳୀ ମଧ୍ୟ ଦେଇ ବିଦ୍ୟୁତ ପ୍ରବାହିତ ହୁଏ ଏହା ଏକ ବିଦ୍ୟୁତ ଚୁମ୍ବକ ପରି କାର୍ଯ୍ୟ କରେ ଏବଂ ଏହାର ଚାରିପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ। ଏହି ଚୁମ୍ବକୀୟ କ୍ଷେତ୍ର କମ୍ପାସ ସୂଚୀକୁ ବିକ୍ଷେପିତ କରାଏ। ନେକ୍ସଟ ବ୍ୟାଟେରୀର ଅଗ୍ରଗୁଡ଼ିକୁ ଆମେ ଯଦି ପରିବର୍ତ୍ତନ କରିବା ଓଲଟାଇବା କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ପ୍ରବାହର ଦିଗ ଓଲଟିଯିବ। ଏହାର ପରିମାଣ ସ୍ୱରୂପ କୁଣ୍ଡଳୀର ଚୁମ୍ବକୀୟ କ୍ଷେତ୍ରର ମେରୁ ମଧ୍ୟ ଓଲଟିଯାଏ ଏବଂ କମ୍ପାସ ସୂଚୀଟି ବିପରୀତ ଦିଗକୁ ବିକ୍ଷେପିତ ହୁଏ। 8 ନମ୍ବର ପ୍ରଶ୍ନ ଆମକୁ ଦେଇଛି ପ୍ରାରମ୍ଭିକ କାହାଣୀରେ ଥିବା ଶୁଭଶ୍ରୀ ତାର ଉତ୍ତୋଳନକ ବିଦ୍ୟୁତ ଚୁମ୍ବକ ମଡେଲ ସୁଇଚକୁ ବନ୍ଦ କରିବାକୁ ଭୁଲିଗଲା। କିଛି ସମୟ ପରେ ଲୁହା କଣ୍ଟା ଆଉ ଲୁହା କାଗଜ କ୍ଲିପ୍ ଗୁଡ଼ିକୁ ଉଠାଇ ପାରୁନାହିଁ କିନ୍ତୁ ଲୁହା କଣ୍ଟାରେ ଗୁଡ଼ା ଯାଇଥିବା ତାର ଏ ପର୍ଯ୍ୟନ୍ତ ଗରମ ଅଛି। ଉତ୍ତୋଳକ ବିଦ୍ୟୁତ ଚୁମ୍ବକ କାହିଁକି କ୍ଲିପ୍ ଗୁଡ଼ିକୁ ଉଠାଇବାକୁ ବନ୍ଦ କଲା? ସମ୍ଭାବ୍ୟ କାରଣ ଦିଅ। ପିଲାମାନେ ଏକ ଉତ୍ତୋଳକ ବିଦ୍ୟୁତ ଚୁମ୍ବକ କେବଳ ସେତେବେଳେ କାର୍ଯ୍ୟ କରେ ଯେତେବେଳେ ଏହା ମଧ୍ୟ ଦେଇ ବିଦ୍ୟୁତ ପ୍ରବାହିତ ହୁଏ। ଯେହେତୁ ଶୁଭଶ୍ରୀ ବିଦ୍ୟୁତ ଚୁମ୍ବକ ମଡେଲ ସୁଇଚ୍ ଅଫ୍ ବନ୍ଦ କରିବାକୁ ଭୁଲିଗଲା ତେଣୁ ଦୀର୍ଘ ସମୟ ଧରି କୁଣ୍ଡଳୀ ମଧ୍ୟ ଦେଇ ବିଦ୍ୟୁତ ପ୍ରବାହିତ ହେଉଥିଲା। ଏହି କ୍ରମାଗତ ବିଦ୍ୟୁତ ପ୍ରବାହ ଯୋଗୁଁ ଲୁହା କଣ୍ଟା ଚାରିପାଖରେ ଥିବା ତାର ଗରମ ହୋଇଗଲା ଏବଂ ଧୀରେ ଧୀରେ ବିଦ୍ୟୁତ କୋଷ ଦୁର୍ବଳ ହୋଇଗଲା। ପରିଶେଷରେ ବିଦ୍ୟୁତ କୋଷରୁ ସମସ୍ତ ରାସାୟନିକ ଶକ୍ତି ଶେଷ ହୋଇଗଲା ଏବଂ ବିଦ୍ୟୁତ ଚୁମ୍ବକଟି ଲୁହା କାଗଜ କ୍ଲିପ୍ ଗୁଡ଼ିକୁ ଉଠାଇବା ବନ୍ଦ କଲା।